ମା ସୁବର୍ଣ୍ଣମୁଖୀ ଇଏ ମୋର ମୋ ବାପ ଥିଲେ ସିଏ ଜାଣିନାହାନ୍ତି, ତାଙ୍କ ବାପ ସିଏ ତାଙ୍କ ଅମୂଲ୍ୟ ହେଇଛି ଆମେ ଜାଣିନୁ। କିନ୍ତୁ ୟାଙ୍କର ଏମିତି ପ୍ରତିଜ୍ଞା ଅଛି ମାନେ ମରିଲା ଲୋକଙ୍କୁ ଉଦ୍ଧାର କରିବି, ମଲା ଲୋକଙ୍କୁ ଉଦ୍ଧାର କରିଦେବି। ଏଇଟା ମୋର ନିଜର ଅନୁଭୂତି, ମୁଁ ନିଜେ ଅନୁଭୂତି କରିଛି। ମାନେ ମୋତେ ନିଜେ ରକ୍ଷା କରିଛନ୍ତି। ମୋ ସ୍ତ୍ରୀ ମେଡ଼ିକାଲରେ ପଡ଼ିଥିଲା, ତାର ଏଠି ପିଲାଟେ ମରିଗଲା, ସେ କହିଲା ଏଠି ହେବ ନାହିଁ, ତମେ କଟକ ନେଇଯା। ମୋର ପିଇସି ଗୋଟିଏ ଥିଲା, ସିଏ ସୁନାମୀଙ୍କର ମାନେ ଭକ୍ତ। ମୁଁ ସେଇ ମାଆକୁ ଡାକିକି ଆସିଥିଲି, ମୁଁ ମା ମୋତେ ତମେ କେମିତି ବଞ୍ଚା। ୟା କହି ଯାଜପୁରରୁ ଡାକିକି ଆସିଲି। ଆସି ପହଞ୍ଚିଲା ବେଳକୁ ମୋ ନାନୀ ସେ ସୁନାମୀଙ୍କର ଭକ୍ତ, ସେ ସୁନାମୀ ତାର ସେ ପତ୍ରିକା ଲେଖିଛନ୍ତି ଏଠି, ସିଏ ଆସିକି ପହଞ୍ଚି ଯାଇଥିଲା ମୋ ଘର ପାଖରେ। ସେଠୁ ମୋତେ କହିଲା କ'ଣ ହେଇଛି, ମୁଁ ଏମିତି ଏମିତି ଘଟଣା, ମଲା ଛୁଆଟାକୁ ଜନ୍ମ ହେବ କହୁଛନ୍ତି, ସେ ହେବନି, କଟକରେ ହେବ, ଆଉ ମୁଁ କ'ଣ କରିମି। ଆଉ କହିଲେ ତମେ କଟକ ସେଠି ନେଇଯା। ମୁଁ ପଇସା ପତ୍ର ନାହିଁ, ମୁଁ କେମିତି। ସେଠୁ ମା ମୋତେ ନାନୀ କହିଲେ ତୁ ଅପେକ୍ଷା କର। ସେଠୁ ମୁଁ ଅପେକ୍ଷା କନି। ଅପେକ୍ଷା କଲା ଭିତରେ ସାଙ୍ଗେ ସାଙ୍ଗେ ସେ ଗୋଟେ ଲୋଟେ ପାଣି ଆଣିଲା, ପାଣି ଆଣି ତ ମନ୍ତ୍ର ଦେଲା, ମନ୍ତ୍ର ଦେଇ ତାକୁ ପିଇବାକୁ ଦେଲା, ସେ ପିଇଲା। ଆଜ୍ଞା ବିଶ୍ୱାସ କରିବେନି, 10 ମିନିଟ୍ ଯାଇନି ତାର ଭିତରେ ପିଲାଟି ଜନ୍ମ ପଇଲା। ଯେଉଁ ଜନ୍ମ ହେଲା ଇଏ ଆଜ୍ଞା ମୋର ଗୋଟେ ଅନୁଭୂତି, ମାନେ ଇଏ ଅନୁଭୂତି ମୁଁ ମାଆଙ୍କ କେବେ ଭୁଲିବିନି ମୋ ଜୀବନରେ, କେବେ ମଲା ପର୍ଯ୍ୟନ୍ତ ମୁଁ ମାଆଙ୍କ ଭିତରେ ଶରଣ ପଶୁଛି।